ଚାଷୀ ଭାଇମାନଙ୍କୁ ଜୁହାର ଓ ଦର୍ଶକ ବନ୍ଧୁ ଅନେକ ଜାଗାରେ ଅନେକ ଭିଡ଼ିଓ ଯେନ୍ଟାକି ଆପଣମାନେ ଦେଖିପାରିଥିବେ ଯେନ୍ଟାକି ଫିଟକିରିର ଧାନ ଚାଷରେ ଯେନ୍ଟାକି ପ୍ରୟୋଗ କରାଯାଏସି ଓ ଧାନ ଚାଷରେ ଅଧିକ ପିଲ୍ କିମ୍ବା କାଣ୍ଡ ଯେନ୍ଟାକି ଦେଖବାକେ ମିଳିଥିସି କିନ୍ତୁ ଯେଉଁ ଚାଷୀ କେଉଁ ହିସାବରେ ଆପଣମାନେ ଯେନ୍ଟାକି ପ୍ରୟୋଗ କରିବେ ଓ ଯଦି ଭୁଲ ଜାଗାରେ ଯଦି ପ୍ରୟୋଗ କରିବେ ଭୁଲ ଜମିରେ ପ୍ରୟୋଗ କରିବେ ବା ଭୁଲ ଜାଗାରେ ଯେନ୍ଟାକି ପ୍ରୟୋଗ କରିବେ ଆପଣମାନେ ଯେନ୍ଟାକି ଲାଭ ପାଇବାର ବଦଳରେ ଯେନ୍ଟାକି ଆପଣମାନେ କ୍ଷତି ଦେଖବାକେ ମିଳିଥିସି। ଚାଷୀ ଭାଇମାନେ ଫିଟକିରିର ବ୍ୟବହାର ଜାଣିବାର ପୂର୍ବରୁ ଯେନ୍ଟାକି ଫିଟକିରି ଗୋଟେ କାଣା ଓ ଫିଟକିରିର ଜମିରେ ଦେଲେ ଲାଭ କାଣା ମିଲ୍ସି ଫିଟକିରିର ସାଇଣ୍ଟିଫିକ୍ ନେମ୍ বা তার সাইন্টিফিক নেম কাଣା যেটা দেখুন সাইন্টিফিক নেম তার যেটা হচ্ছে ফিটকিরির পটাসিয়াম বা আলুমিনিয়াম বা সলফেট। দর্শক বন্ধু পটাসিয়াম যেটা হচ্ছে পটাস ও আপনার মানে যেটা দৌছন ও সলফেট হচ্ছে যেটাকি সলফর ও আলুমিনিয়াম যেটাকে আমি কହୁছা দেখুন আলুমিনিয়াম সব করু বহুত বঢ়িয়া যেটাকি মাটির পিএইচ লেভেলকে যেটাকি কমাবাকে বঢ়াবাকে বা কন্ট্রোল করবার লাগে যেটাকি আলুমিনিয়াম যেটাকি দিয়া যায়সি। আলুমিনিয়মর যেটাকি আমি দেখি জানমা বলে যেটাকি সরল উপায় যদি আমি দেখমা যেটাকি দর্শক বন্ধু জমির পিএইচ লেভেলকে যেটাকি কন্ট্রোল করবার লাগে দিয়া যায়সি ও পটাসিয়াম আলুমিনিয়াম সলফেটর অর্থ ହେଉଛି যেটাকি ফিটকিরি বুঝিপারলে এবে যেটাকি ফিটকিরি বলে যেটাকি কুହାଯାଉଛି ଓ ତାର ମୁଖ୍ୟ କାମ ହେଉଛି କ୍ଷାରୀୟ ଜମି କିମ୍ବା ଯେଉଁ ଜମିର ପିଏଚ୍ ଲେଭେଲ୍ 8ରୁ ଅଧିକ ଅଛି ତାକୁ ନର୍ମାଲ କରିପାରିବା ଓ ଜମିର ପିଏଚ୍ ଲେଭେଲ୍ ଜାଣିବାକୁ ଜରୁରୀ ଓ ଚାଷୀ ବନ୍ଧୁ ମାଟିର ପିଏଚ୍କୁ 3 ଭାଗ ଯେଟାକି ବିଭକ୍ତ କରାଯାଇଛି। ପ୍ରଥମ ଭାଗ ହେଉଛି ଯେଟାକି ପ୍ରଥମ ହେଉଛି ଅମ୍ଳୀୟ ଓ ଦ୍ୱିତୀୟରେ ହେଉଛି ସାଧାରଣ ଓ ତୃତୀୟରେ ହେଉଛି କ୍ଷାରୀୟ। ଯଦି ଆପଣଙ୍କର ମାଟି ସାଧାରଣ ଅଛି ଧାନ ଚାଷରେ ଯେଟାକି ଖତ ସାର ଯେଟାକି ଦେଉଛନ୍ ଉଚିତ ମାତ୍ରାରେ ଗଛକୁ ମିଳିଥାଏ। ଯଦି ଆପଣଙ୍କରଟା ଯେଟାକି ଚାଷ ଜମିର ଯେଟାକି ଯଦି ସାଧାରଣ ଅଛି ବୋଲେ ଆପଣଙ୍କର ସାର ଖତ ଯେଟାକି ଲାଗିପାରବା ଓ ଯଦି ଆପଣଙ୍କ ଜମି ଅମ୍ଳୀୟ କିମ୍ବା କ୍ଷାରୀୟ ଅଛି ତାହେଲେ ଆପଣଙ୍କ ଯଦି ସାର ଖତ ଦେଉଛନ୍ତି ଧାନ ଗଛକୁ ନ ଲାଗି ଥାଏ। ପ୍ରତିବର୍ଷ ସାର ଖତ ଦେଲେ ମଧ୍ୟ ମାଟି ଟାଣ ମଧ୍ୟ ଦେଖାଯାଏ ଯେନ୍ଟାକି ଆପଣମାନେ ଯଦି ପ୍ରତିବର୍ଷ ଭଳିଆ ଯେନ୍ଟାକି ସାର ଖତ ପକାଉଛନ୍ତି ଯେନ୍ଟାକି ୟୁରିଆ ଡିଏପି ପଟାସ କି ଜିଙ୍କ୍ ସାର ଯଦି ଆପଣମାନେ ଦେଉଛନ୍ ବୋଲେ ଯଦି ଆପଣଙ୍କର ମାଟିର ପିଏଚ୍ ଲେଭେଲ୍ ଯଦି ନେଇ ନାବେ ବୋଲେ ଆପଣମାନଙ୍କର ଯେନ୍ଟାକି ଧାନ ଚାଷରେ ଲାଭ କଥା ଯେନ୍ଟାକି ଲାଗି ନେଇପାରେ। ଚାଷୀ ଭାଇ ଯଦି ଆପଣମାନେ ଜମିର ପିଏଚ୍ ଲେଭେଲ୍ କି 6ରୁ ନେଇକି 7.5 ପର୍ଯ୍ୟନ୍ତ ରହିବା ଦରକାର ଓ ଯଦି ଆପଣଙ୍କର ମାଟିର ପିଏଚ୍ ଲେଭେଲ୍ 5ରୁ କମ୍ ରହୁଛି ତାହାକୁ ଆମେ ଅମ୍ଳୀୟ ମୃତ୍ତିକା କୁହାଯାଏ ଓ ଯଦି 8ରୁ ଅଧିକ ରହୁଛି ତାହାକୁ ଆମେ କ୍ଷାରୀୟ ମୃତ୍ତିକା କହିପାରିବା ଓ ସେଥିପାଇଁ ତାହାକୁ ପିଏଚ୍ ଲେଭେଲ୍ ଜାଣିବା ଆବଶ୍ୟକ ଓ ପିଏଚ୍ ଲେଭେଲ୍ ଜାଣିବା ପାଇଁ ଆପଣଙ୍କର ପାଖରେ ଥିବା କୃଷି ବିଭାଗ କୃଷି କେନ୍ଦ୍ରକୁ ଯାଇ ଆପଣମାନେ ଚେକ୍ କରିପାରିବେ କିମ୍ବା ଅନଲାଇନ୍ ମାଧ୍ୟମରେ ମେସିନ୍ କିଣି ଆପଣମାନେ ଚେକ୍ କରିପାରିବେ। ଚାଷୀ ଭାଇମାନେ ଫିଟକିରିକୁ ମେସିନ୍ରେ ସ୍ପ୍ରେ କରିପାରିବେ ନାହିଁ କିମ୍ବା ପାଣିରେ ମିଶାଇ ମାରିପାରିବେ ନାହିଁ କିମ୍ବା ସାର ଖତ କିମ୍ବା ବାଡ଼ିରେ ମିଶାଇ ଦେଇପାରିବେ ନାହିଁ। ଯେଉଁ ଜମିରେ ଯେଉଁ ଆଡ଼ୁ ପାଣି ଆସୁଛି କିମ୍ବା ନଳ କିମ୍ବା କେନାଲ ଲାଗିଛି ବା ଏଲି ପଏଣ୍ଟ ଲାଗିଛି ସେ ଯେଇ ଜାଗାକୁ ଯେଉଁ ଜମିକୁ ପାଣି ଢୁକୁଥିବା ଆଗରେ ହିଁ ଆପଣମାନେ ଫିଟକିରିକୁ ଗୋଟିଏ ଏକର ପିଛା ଆପଣମାନେ 1 କେଜି ଫିଟକିରି ବ୍ୟବହାର କରିପାରିବେ ଓ ମାଟିର ପିଏଚ୍ ଲେଭେଲ୍କୁ କମାଇ ପାରିବେ ଓ ଆପଣଙ୍କର ସାର ଖତ ଦେଲେ ଯେନ୍ଟାକି ଆପଣମାନେ ଠିକ୍ ହିସାବରେ ଯେନ୍ଟାକି ଧାନ ଗଛକୁ ଲାଗିଥାଏ ଓ ଆପଣମାନେ ପାଇପାରିବେ ଯେନ୍ଟାକି ଫିଟକିରି ଯେନ୍ଟାକି ୟୁଜ୍ କରିପାରିବେ ଓ ଧାନ ଗଛରେ ଆପଣଙ୍କର ଧାନ ଗଛ ଯଦି ପିଲ୍ କମ୍ ଆସୁଛି ବୋଲେ ଆପଣମାନେ ଜମିରେ ଯେନ୍ଟାକି ଫିଟକିରି ପକାଇ ପାରିବେ ଗୋଟେ ଏକରକେ ଯେନ୍ଟାକି 1 କିଲୋ ଲେଖା ଯେନ୍ଟାକି ଫିଟକିରି ଆସୁଥିବାର ଜାଗାରେ ନାଲାରେ ଯେନ୍ଟାକି କିମ୍ବା କେନାଲ କିମ୍ବା ପାଇପ୍ରେ ଯେନ୍ଟାକି ଆସୁଥିବା ସେ ଜାଗାରେ ଯେନ୍ଟାକି ରଖିଦେବେ ଓ ଅଟୋମେଟିକ୍ ଯେନ୍ଟାକି ପାଣି ଢୁକି ସାରିଲା ପରେ ହିଁ ପିଏଚ୍ ଲେଭେଲ୍ ଯେନ୍ଟାକି କମିଯିବା ଓ ଆପଣମାନେ ପାଣି କେନି ଢିଲିବେ 2ରୁ 3 ଦିନ ପର୍ଯ୍ୟନ୍ତ ରଖିନେବେ। ଫିଟକିରି ୟୁଜ୍ କଲେ ଆପଣଙ୍କର ଧାନ ଗଛ ଯେନ୍ଟାକି ଅଧିକ ପିଲ୍ ମାତ୍ରା ଅଧିକ ଆସବା ଓ ଅଧିକ ସଂଖ୍ୟା ହେବା ଓ ଯଦି ଆପଣମାନଙ୍କର ଧାନରେ ବି ଯେନ୍ଟାକି ଆପଣମାନେ ଯଦି 15ରୁ 20 କୁଇଣ୍ଟାଲ ପଉଛନ୍ ଏକରକେ ଯେନ୍ଟାକି 30ରୁ 40 କୁଇଣ୍ଟାଲ ପର୍ଯ୍ୟନ୍ତ ବି ଆପଣମାନେ ଧାନକେ ପାଇପାରିବେ।